ଆପଣମାନେ ଯେଉଁ ଫଟୋଚିତ୍ର ଦେଖୁଛନ୍ତି, ଏହା ଏକ ଫଟୋଚିତ୍ର ନୁହେଁ। ଏହା ପଛରେ ଅନେକ କାହାଣୀ ଅଛି, ଯେମିତିକି ବଳିଦାନ ଏବଂ ବହୁ ସଂଘର୍ଷ ଏବଂ ତ୍ୟାଗ ମଧ୍ୟ ରହିଛି। ତେବେ ଏହା ବିଷୟରେ ଅଧିକ ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ହୀରାକୁଦ ବନ୍ଧ ଓଡ଼ିଶାର ସମ୍ବଲପୁରଠାରେ ମହାନଦୀ ଉପରେ ନିର୍ମିତ ହୋଇଥିବା ବିଶ୍ୱର ସବୁଠାରୁ ଦୀର୍ଘତମ ହେଉଛି ମାଟିବନ୍ଧ। 1937 ମସିହାରେ ଓଡ଼ିଶାରେ ଆସିଥିବା ଭୟଙ୍କର ବନ୍ୟା ପରେ ମହାନଦୀର ଜଳରାଶିକୁ ନିୟନ୍ତ୍ରଣ କରିବା ଏବଂ ଓଡ଼ିଶାକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ଏ ବନ୍ଧ ନିର୍ମାଣର ପରିକଳ୍ପନା କରାଯାଇଥିଲା। ହୀରାକୁଦ ବନ୍ଧ ନିର୍ମାଣ କାର୍ଯ୍ୟ ଏକ ବୃହତ୍ ଯୋଜନାବଦ୍ଧ ଇଞ୍ଜିନିୟରିଂ କୌଶଳ ମାଧ୍ୟମରେ ସମ୍ପନ୍ନ ହୋଇଥିଲା। ଏହାର ମୁଖ୍ୟ ବନ୍ଧଟି କଂକ୍ରିଟ ଓ ପଥରରେ ତିଆରି ହୋଇଥିବା ବେଳେ ଏହାର ଦୁଇ ପାର୍ଶ୍ୱର ବିଶାଳ ମାଟିର ବନ୍ଧ ନିର୍ମାଣ କରାଯାଇ ନଦୀର ଗତିପଥକୁ ଆବଦ୍ଧ କରାଯାଇଥିଲା। ବନ୍ଧର ଲମ୍ବ ପ୍ରାୟ 4.8 କିଲୋମିଟର ହୋଇଥିବା ବେଳେ ଏହାର ଦୁଇ ପାର୍ଶ୍ୱର ମାଟିବନ୍ଧକୁ ମିଶାଇ ଏହାର ସମୁଦାୟ ମୂଲ୍ୟ ପ୍ରାୟ 25.8 କିଲୋମିଟର। ଏହି ବନ୍ଧ ପଛରେ ସୃଷ୍ଟି ହୋଇଥିବା ହୀରାକୁଦ ଜଳାଶୟ ଏସିଆର ସବୁଠୁ ବଡ଼ କୃତ୍ରିମ ହ୍ରଦ ମଧ୍ୟରୁ ଅନ୍ୟତମ। ଏହାର ଉଦ୍ଘାଟନ 1948ରୁ ଆରମ୍ଭ ହୋଇଥିଲା ଏବଂ ନିର୍ମାଣ କାର୍ଯ୍ୟ 1953 ସୁଦ୍ଧା ପ୍ରାୟତଃ ଶେଷ ହୋଇଥିଲା। ଯଦି ଜାଣିବା 1948ରୁ ଆରମ୍ଭ ହୋଇଥିବା ଏହି ନିର୍ମାଣ କାର୍ଯ୍ୟ 1953 ସୁଦ୍ଧା ପ୍ରାୟତଃ ଶେଷ ହୋଇଥିଲା। 13 ଜାନୁଆରୀ 1957ରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏହାକୁ ଆନୁଷ୍ଠାନିକ ଭାବେ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ। ଭାରତର ପ୍ରସିଦ୍ଧ ପ୍ରଶାସକ ତଥା ମହାନ ଇଞ୍ଜିନିୟର ଭାରତ ରତ୍ନ ସାର୍ ଏମ୍ ବିଶ୍ୱେଶ୍ୱରାୟ ଏହି ପ୍ରକଳ୍ପର ମୁଖ୍ୟ ସୂତ୍ରଧାର ଥିଲେ। 1937 ମସିହାରେ ଓଡ଼ିଶାରେ ଆସିଥିବା ବନ୍ୟାର ଭୟାବହତା ଦେଖି ସେ ମହାନଦୀ ଜଳକୁ ନିୟନ୍ତ୍ରଣ କରିବା ପାଇଁ ଏକ ବୃହତ୍ ଜଳଭଣ୍ଡାର ବା ବନ୍ଧ ନିର୍ମାଣ କରିବାର ପ୍ରଥମ ପ୍ରସ୍ତାବ ବା ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ତାଙ୍କର ଏହି ମହାନ ଦୂରଦୃଷ୍ଟି ଯୋଗୁଁ ଆଜି ହିଁ ହୀରାକୁଦ ବନ୍ଧ ସମ୍ଭବ ହୋଇପାରିଛି। 1945 ମସିହାରେ ଯେତେବେଳେ ଡକ୍ଟର ବାବା ସାହେବ ଆମ୍ବେଦକର କେନ୍ଦ୍ର ସରକାରଙ୍କ ଶ୍ରମ ଓ ଶକ୍ତି ବିଭାଗର ସଦସ୍ୟ ଥିଲେ, ସେତେବେଳେ ମହାନଦୀ ଜଳକୁ ଓଡ଼ିଶାର ବିକାଶ ପାଇଁ ବହୁମୁଖୀ ଯୋଜନାରେ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେ କେନ୍ଦ୍ରୀୟ ଜଳପଥ ଜଳସେଚନ ଏବଂ ନୌଚାଳନା କମିଶନ CWINC ମାଧ୍ୟମରେ ଏହି ପ୍ରକଳ୍ପକୁ ଆଗକୁ ବଢ଼ାଇବାକୁ ପ୍ରଶାସନିକ ସ୍ତରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନେହେରୁ ଏହି ବନ୍ଧ ନିର୍ମାଣ ପାଇଁ ଆବଶ୍ୟକୀୟ ଆର୍ଥିକ ଓ ସରକାରୀ ସହାୟତା ଯୋଗାଇ ଦେଇଥିଲେ। ସେ ବନ୍ଧର ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହ ଆଧୁନିକ ଭାରତର ମନ୍ଦିର ଭାବେ ଏହାକୁ ଆଖ୍ୟା ଦେଇଥିଲେ। ଭାରତର ଅନେକ ଦକ୍ଷ ଇଞ୍ଜିନିୟରିଂ ଯେପରିକି AN ଖୋସାଲା ଯିଏ CWINCର ଅଧ୍ୟକ୍ଷ ଥିଲେ, ଏ ବନ୍ଧର ବୈଷୟିକ ନକ୍ସା ପ୍ରସ୍ତୁତ କରିଥିଲେ। ଏହା ସହିତ ହଜାର ହଜାର ଶ୍ରମିକ ଓ ସ୍ଥାନୀୟ ଜନସାଧାରଣ ନିଜର ଦିନରାତି ପରିଶ୍ରମ ଦେଇ ଏହି ବିଶାଳ ବନ୍ଧକୁ ଗଢ଼ି ତୋଳିଥିଲେ।